ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଜିର ଭିଡ଼ିଓରେ କଥା ହେବା ମନ୍ଦିରା ଡ୍ୟାମ୍ ବିଷୟରେ। ସୁନ୍ଦରଗଡ଼ ଜିଲ୍ଲାର କାଂସବାଲ ନିକଟରେ ଶଙ୍ଖ ନଦୀ ଉପରେ ମନ୍ଦିରା ବନ୍ଧ ନିର୍ମିତ ହୋଇଛି। ଏହି ବନ୍ଧଟି ମୁଖ୍ୟତଃ ରାଉରକେଲା ଇସ୍ପାତ କାରଖାନାକୁ ଜଳ ଯୋଗାଇବା ଉଦ୍ଦେଶ୍ୟରେ 1959 ମସିହାରେ ନିର୍ମାଣ କରାଯାଇଥିଲା। ଏହା ଏକ ମାଟି ବନ୍ଧ ଯାହାର ଉଚ୍ଚତା ପ୍ରାୟ 35 ମିଟର ଏବଂ ଲମ୍ବ ପ୍ରାୟ 448 ମିଟର। ବନ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ବିଶାଳ ଜଳାଶୟଟି ଚତୁଃପାର୍ଶ୍ୱରେ ଥିବା ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାଲଟିଛି। ପର୍ଯ୍ୟଟକମାନେ ଏଠାରେ ବୋଟିଂ ବା ନୌକା ବିହାର ଆନନ୍ଦ ନେବା ସହ ପିକନିକ୍ ପାଇଁ ଏହି ସ୍ଥାନକୁ ଉତ୍ତମ ସ୍ଥାନ ଭାବରେ ବାଛନ୍ତି। କୃଷି କାର୍ଯ୍ୟ ପାଇଁ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ବନ୍ଧ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି ଡାଉଟ୍ ଅଛି କମେଣ୍ଟରେ ଲେଖିଦେବା ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।